ଗୋଟେ ବହୁତ ବଡ଼ ଅପଡ଼େଟ୍ ଆସିଲା ଯେଉଁଟାକି O3SSS ତରଫରୁ। ତ ତାରିଖ ହେଲା 26 ଫେବୃଆରୀ 2024, ଯେଉଁଟାକି ଆମର ପିଓ ରିଜଲ୍ଟ ଫାଇନାଲ୍ ରିଜଲ୍ଟ ବାହାରିଲା, ଯେଉଁଟାକି ଭଦ୍ରକ, ଗଜପତି, କନ୍ଧମାଳ, କୋରାପୁଟ ଏଇ ଜିଲ୍ଲାମାନଙ୍କର ତାଙ୍କର ପିଓ ରିଜଲ୍ଟ ବାହାରିଲା। ଏବଂ ଯେଉଁମାନେ ବି ପାଇଛନ୍ତି କଂଗ୍ରାଚୁଲେସନ୍ ମୋ ତରଫରୁ। ଏବଂ ଏଇଟା ମେନ୍ସନ୍ ହେଇଛି ଯେଉଁଟାକି ରେଜିଷ୍ଟ୍ରେସନ୍ କୋଅପରେଟିଭ୍ ସୋସାଇଟି ଭଦ୍ରକ ତରଫରୁ ତାଙ୍କର ରୋଲ୍ ନମ୍ବର ମେନ୍ସନ୍ ହେଇଛି ଏବଂ ତାଙ୍କର ଲୋକାଲ୍ ଫଣ୍ଡ ଅଡ଼ିଟର୍ ଭଦ୍ରକ ଏଇଟା ସବୁ ମେନ୍ସନ୍ ହେଇଛି। ତାପରେ ଏଇଟା ସବୁ ଭଦ୍ରକର ଏଇଟା ମେନ୍ସନ୍ ହେଇଛି ଏଇଟା ସବୁ। ତାପରେ ସ୍କୁଲ୍ ମାସ୍ ଏଜୁକେସନ୍ ଭଦ୍ରକର ଏଇଟା ଡାଇରେକ୍ଟର ସବୁ ଭଦ୍ରକ ଏଇଟା ସବୁ ମେନ୍ସନ୍ ହେଇଛି। ତାପରେ ପଞ୍ଚାୟତ ରାଜ ଡିପାର୍ଟମେଣ୍ଟ ଅଫ୍ ଭଦ୍ରକ ସବୁ ମେନ୍ସନ୍ ହେଇଛି ଏଇଟା। ଲୋକାଲ୍ ଫଣ୍ଡ ଏଇଟା ତାପରେ ଗଜପତିରୁ ଦେଇଛି ଏଇଟା ସବୁ ଗଜପତିର ଏଇଟା ସବୁ ଗଜପତିରୁ ଦେଇଛି। ତାପରେ ନେକ୍ସଟ ଏଇଟା ସବୁ ପଞ୍ଚାୟତ ରାଜ ଡିପାର୍ଟମେଣ୍ଟ ଗଜପତି। ତାପରେ ରେଜିଷ୍ଟର କୋଅପରେଟିଭ୍ ସୋସାଇଟି କନ୍ଧମାଳ ଏଇଟା ସବୁ କନ୍ଧମାଳ। ଏବଂ ବହୁତ ବହୁତ ଧନ୍ୟବାଦ। ଏବଂ ଯେଉଁମାନେ ବି ପାଇଛନ୍ତି ନିଜର ପରିଶ୍ରମ ବଳରେ ହିଁ ପାଇଛନ୍ତି, କଂଗ୍ରାଚୁଲେସନ୍ ମୋର ଏଇ ଚ୍ୟାନେଲ୍ ତରଫରୁ ଏବଂ ମୋ ତରଫରୁ। ଏବଂ ଆଉ କିଛି ଦିନ ଗଲେ ଆପଣଙ୍କ ପାଖକୁ ଆପଏଣ୍ଟମେଣ୍ଟ ଲେଟର୍ ଆସିବ, ଆପଣମାନେ ଜଏନ୍ କରିବେ। ବହୁତ ବହୁତ ଧନ୍ୟବାଦ ଆପଣ ପରିଶ୍ରମ ଏବଂ ଡେଲିଗେନ୍ସ କରିଥିବାରୁ ଏ ପୋଷ୍ଟକୁ ପାଇଛନ୍ତି। ଏହିପରି ଆଉ O3SSSର ଆଗକୁ ବହୁତ ପୋଷ୍ଟ ଆସିବ ଏବଂ RI ଅମିନର ମଧ୍ୟ ପୋଷ୍ଟ ବଢ଼ିଲା ଏବଂ ଲାଷ୍ଟ ଡେଟ୍ ମଧ୍ୟ ଆପ୍ଲାଏ କରିବାର ଅଛି, ଯଥାଶୀଘ୍ର ଆପ୍ଲାଏ କରିଦିଅନ୍ତୁ। ଏବଂ ତାପରେ ଆଗକୁ SI କନେଷ୍ଟେବଲ୍ ଆସିବ, ତେଣୁ ମୋର ଭିଡ଼ିଓକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଫଳରେ କି ଆପଣ ନୋଟିଫିକେସନ୍ଟା ପାଇବେ। ତେଣୁ ଏଇସବୁ ଏଇଟା ସବୁ ଅଛି ଜଗତସିଂହପୁର ଏଇଟା ସବୁ ମେନ୍ସନ୍ ହେଇଛି, ଆପଣ ଦେଖିପାରିବେ ଏବଂ ଆପଣଙ୍କ ଆପଏଣ୍ଟମେଣ୍ଟ ଲେଟର୍ ଆସିବ। ଧନ୍ୟବାଦ।